ଅପରେସନ ଚକ୍ର ଅଭିଯାନରେ 5 ଜଣ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ଜିଲ୍ଲାରେ ପୁନରାବୃତ୍ତି ଅପରାଧୀଙ୍କୁ କଡ଼ା ନଜରଦାରୀରେ ରଖିବା ପାଇଁ ପୋଲିସ ପକ୍ଷରୁ ଅପରେସନ ଚକ୍ର ଅଭିଯାନରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏହି ଅଭିଯାନରେ ଗୁରୁବାର 5 ଜଣ ପୁନରାବୃତ୍ତି ଅପରାଧୀଙ୍କ ବିରୋଧରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଧାରା 129 ଅନୁସାରେ ବାଉଣ୍ଡ ଡାଉନ୍ ଆଦେଶ ମଞ୍ଜୁର କରାଯାଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ଥାନାକୁ ପୁନରାବୃତ୍ତି ଅପରାଧୀ ଓ ଶାନ୍ତି ଶୃଙ୍ଖଳା ପାଇଁ ବିପଦ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପ୍ରାକ୍ ସତର୍କତାମୂଳକ ଆଇନଗତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହି ଅନୁଯାୟୀ ଗୁରୁବାର ସୁକାନ୍ତି ପଣ୍ଡା, ଦୀପୁ ପଣ୍ଡା, ନିରଞ୍ଜନ ପରିଡ଼ା, ଅପନା ବେହେରା ଓ ଭୋଳ ବାରିକଙ୍କ ବିରୋଧରେ 129 BNSS ଅନୁଯାୟୀ ବାଉଣ୍ଡ ଡାଉନ୍ ଆଦେଶ ଜାରି କରାଯାଇଛି। ଅଭିଯୁକ୍ତମାନେ ପୂର୍ବରୁ ପୁରୀ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ମାରପିଟ୍, ଧମକ, ଅସାମାଜିକ କାର୍ଯ୍ୟକଳାପ ଓ ଅନ୍ୟାନ୍ୟ ଅପରାଧମୂଳକ ଘଟଣାରେ ଜଡ଼ିତ ଥିବା ନଜରକୁ ଆସିଥିଲା।